ପିଜି ଆଡ଼ମିସନ୍ ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି। ଶିକ୍ଷାବର୍ଷ 2026-27 ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ପିଜି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟର ମାର୍କ ଆଧାରରେ କରାଯିବ। 27 ଜୁଲାଇ ଅପରାହ୍ନ 3 ଘଟିକା ଠାରୁ 2 ଅଗଷ୍ଟ ରାତି 11:45 ଘଟିକା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ନିଜ ପସନ୍ଦର ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡ଼ମିସନ୍ ପାଇଁ ଚଏସ୍ ଲକିଂ କରିପାରିବେ। ଅଗଷ୍ଟ 7 ତାରିଖ ଅପରାହ୍ନ 4 ଘଟିକାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ମେଧା ତାଲିକାରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ 7 ଅଗଷ୍ଟ ସନ୍ଧ୍ୟା 6 ଘଟିକା ଠାରୁ 11 ଅଗଷ୍ଟ ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲକୁ ଯାଇ ଫ୍ରି ସ୍ଲାଇଡ୍ ପ୍ଲଟ୍ ବିକଳ୍ପ ବାଛିପାରିବେ। ଅଗଷ୍ଟ 17 ତାରିଖ ଅପରାହ୍ନ 4 ଘଟିକାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶିତ ହେବ। ଏଥିସହ ଅଗଷ୍ଟ 21 ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସ୍ନାତକୋତ୍ତର ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।